ଡବଲ ଇଞ୍ଜିନ୍ରେ ଓଡ଼ିଶା ବଢ଼ୁଛି। ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ଝାରସୁଗୁଡ଼ା ଯୁବ ସମାବେଶରେ ହେଲେ ସାମିଲ। ଓଡ଼ିଶାବାସୀଙ୍କୁ ଝାରସୁଗୁଡ଼ାରେ ଦେଲେ ଅଭିଭାଷଣ। ଜୟ ଜଗନ୍ନାଥ ଜୟ ମା ସମଲେଇ କହି ମଞ୍ଚରେ ଦେଲେ ଅଭିଭାଷଣ। କର୍ମଠ ମୁଖ୍ୟମନ୍ତ୍ରୀ କହି ମୋହନ ମାଝୀଙ୍କୁ ପ୍ରଶଂସା କଲେ। ମୋଦି କହିଛନ୍ତି ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶା ଆଗକୁ ବଢ଼ୁଛି। ଦେଶରେ ବିଏସ୍ଏନ୍ଏଲ୍ 4G ସେବା ଆରମ୍ଭ ହୋଇଯାଇଛି। ଶିକ୍ଷା ଯୋଗାଯୋଗ ରେଲୱେ ଶୁଭାରମ୍ଭ ହୋଇଛି। ସବୁ ପଛୁଆଙ୍କୁ ମୌଳିକ ସେବା ଯୋଗାଇ ଦେବାର ଆମର ଲକ୍ଷ୍ୟ। ଆଜି 40,000ରୁ ଅଧିକ ଘର ସ୍ୱୀକୃତ ମିଳିଛି। ପ୍ରକୃତି ଓଡ଼ିଶାକୁ ବହୁତ କିଛି ଦେଇଛି। 2ଟି ସେମିକଣ୍ଡକ୍ଟର ପାଇଁ କେନ୍ଦ୍ର ମଞ୍ଜୁରୀ ମିଳିଛି। ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେଉଥିବା ଭାରତ ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପ କରିଡର ହେବ। ଭାରତ ଗ୍ଲୋବାଲ ଟେଲିକମ୍ ହବ ହେବାକୁ ଯାଉଛି। 30,000 ଗାଁକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ମିଳିବ। ଏହି କ୍ରମରେ ନମଯୁବ ସମାବେଶ କାର୍ଯ୍ୟକ୍ରମରେ ଟେଲିକମ୍, ରେଳବାଇ, ଶିକ୍ଷା ଓ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିଛନ୍ତି। ଅକ୍ଟୋବର 1ରୁ ବଡ଼ ପରିବର୍ତ୍ତନ। ସାରା ଦେଶରେ ନୂଆ GST ଦର ଲାଗୁ ହେବା ପରେ ଅନେକ କିଛି ଦାମର ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଅକ୍ଟୋବର 1 ତାରିଖରୁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଆରା ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଅନେକ ଦୈନନ୍ଦିନ ବ୍ୟବହାର କାର୍ଯ୍ୟ ସାମଗ୍ରୀ ରହିଛି, ଯାହାକୁ ଆପଣ ଜାଣିବା ନିହାତି ଜରୁରୀ ରହୁଛି। ରିପୋର୍ଟ ମୁତାବକ ଅନଲାଇନ୍ ଗେମିଂକୁ ନିୟନ୍ତ୍ରଣ କରିବାକୁ ଏକ ନିୟମ ବାହାରିଅଛି। ନୂତନ ଆଇନ ଏବଂ ଭାରତୀୟ ରେଳବାଇ ଟିକେଟ୍ ବୁକିଂରେ ନିୟମ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଟ୍ରାଇ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନେଟୱାର୍କ ସୂଚନା ଏବଂ ସ୍କାମ୍ କଲ୍ ନିୟନ୍ତ୍ରଣ କରୁଥିବା ନିୟମ କାର୍ଯ୍ୟକାରୀ କରାଯିବ। ଷ୍ଟକ୍ ବଜାର ବେଆଇନ ନିୟମ ଏବଂ କିଛି ଆର୍ଥିକ ଯୋଜନା ମଧ୍ୟରେ ପରିବର୍ତ୍ତନ କରାଯାଇପାରେ। ଇ-କମର୍ସ କାରବାର ଏବଂ ସର୍ବନିମ୍ନ ମଜୁରୀ ହାର ଅନେକ ପରିବର୍ତ୍ତନ ହୋଇପାରେ। ଓଡ଼ିଶାରେ ବିଏସ୍ଏନ୍ଏଲ୍ 4G ସେବା ଆରମ୍ଭ। ବିଏସ୍ଏନ୍ଏଲ୍କୁ ବଳ ଦେଲା ପ୍ରଧାନମନ୍ତ୍ରୀ ମୋଦି। ଦେଶୀ 4G ସେବା ଲଞ୍ଚ ସହ ପୁଣି ଥରେ ପୁରା ଭାରତକୁ ଟେଲିକମ୍ ବ୍ୟବସ୍ଥାରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଏହା ଆଗକୁ ବାଟ ବଢ଼ାଇ ନେବ। ସାରା ଦେଶରେ ଟେଲିକମ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଆରମ୍ଭ ହୋଇଛି ବିଏସ୍ଏନ୍ଏଲ୍ ସ୍ୱଦେଶୀ 4G ସେବା। 4G ସେବା ନଥିବାରୁ ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ସଂଖ୍ୟା କମୁଥିଲା। ହେଲେ ମୋଦି ସ୍ୱଦେଶୀ 4G ସେବା ଆରମ୍ଭ କରିବା ଦ୍ୱାରା ବିଏସ୍ଏନ୍ଏଲ୍ ପୁଣି ଥରେ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବ। ଆଜିଠୁ ଟ୍ରାଫିକ୍ କଟକଣା। ଦୁର୍ଗାପୂଜା ପାଇଁ ଟ୍ୱିନ୍ ସିଟିରେ ଆଜିଠୁ ଲାଗୁ ହେବ ଟ୍ରାଫିକ୍ କଟକଣା। ଆଜିଠୁ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରହିବ। ଅପରାହ୍ନ 2ଟାରୁ ରାତି 2ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା କରିଛି କମିଶନର ଅଫ୍ ପୁଲିସ। ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନର ପୁଲିସ। ଆଜିଠୁ କଟକରେ ଲାଗୁ ହୋଇଛି ଏହି କଟକଣା। ପୂଜା ଦିନମାନଙ୍କରେ ସହର ମଧ୍ୟ ଦେଇ କୌଣସି ପ୍ରକାର ବସ୍ ଚଳାଚଳ କରାଯାଇପାରିବ ନାହିଁ। ଗାଡ଼ିଗୁଡ଼ିକ ଲିଙ୍କ ରୋଡ଼ ଦେଇ ବାଦାମବାଡ଼ି କିମ୍ବା CNBT ବସ୍ଷ୍ଟାଣ୍ଡକୁ ଯାଇପାରିବେ। ଭିଡ଼ ନିୟନ୍ତ୍ରଣ ଲାଗି ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା ସହ କିଛି ସ୍ଥାନରେ ଡାଇଭରସନ୍ କରାଯାଇଛି। ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା 1 ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 30 ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ। ପ୍ରଭାବରେ ଉତ୍ତର ପାର୍ଶ୍ୱରେ କେନ୍ଦ୍ର ବଙ୍ଗୋପସାଗର ଅଞ୍ଚଳରେ ଅକ୍ଟୋବର 1 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆରମ୍ଭ ହେଲା ମେଗା ସେଲ୍। ଏଠି ସବୁ ଶସ୍ତା। ଟାଟା ଗ୍ରୁପର ଇଲେକ୍ଟ୍ରୋନିକ୍ ରିଟେଲ ଚେନ୍ କ୍ରମ ଚଳିତ ବର୍ଷର ପ୍ରତୀକ୍ଷିତ ସେଲ୍ ଆରମ୍ଭ କରିଛି। ଦଶହରା, ଧନତେରସ, ଦୀପାବଳି ଏବଂ ଭାଇଦୁଜ୍ ପୂର୍ବରୁ ଆରମ୍ଭ ହୋଇଛି ଏହି ମେଗା ସେଲ୍। ଏବେ 23 ଅକ୍ଟୋବର 2025 ପର୍ଯ୍ୟନ୍ତ ଚାଲିବ। ଗ୍ରାହକମାନଙ୍କୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ 35% ପର୍ଯ୍ୟନ୍ତ ଫ୍ଲାଟ୍ ରିହାତି, 20% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍, ଏକ୍ସଚେଞ୍ଜ ଅଫର ଏବଂ ସହଜ EMI ବିକଳ୍ପ ପ୍ରଦାନ କରାଯାଉଛି। ପିକଅପ୍ ଚୟନ କରିବାକୁ, ପେପରଲେସ୍ ଚେକଆଉଟ୍ ଉପଭୋଗ କରିବାକୁ ଏବଂ ମାଗଣା ଡେଲିଭରି ଏବଂ ସଂସ୍ଥାପନର ଲାଭ ଉଠାଇ ପାରିବେ। ଫ୍ଲିପକାର୍ଟ ଏବଂ ଆମାଜନରେ ମଧ୍ୟ ସେଲ୍ ଚାଲିଛି। ଆପଣଙ୍କ ସୂଚନା ପାଇଁ ଇ-କମର୍ସ ସାଇଟ୍ ଆମାଜନ ଏବଂ ଫ୍ଲିପକାର୍ଟ ମଧ୍ୟରେ ବିକ୍ରୟ ଚାଲିଛି। ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ 2025 ଅନେକ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରିହାତି ପ୍ରଦାନ କରେ। ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍ 2025 ମାଧ୍ୟମରେ ସ୍ମାର୍ଟଫୋନ୍ ବହୁତ କମ୍ ମୂଲ୍ୟରେ କିଣିପାରିବେ। ଏହି ବିକ୍ରୟଗୁଡ଼ିକରେ ଅନେକ ବ୍ୟାଙ୍କ ଏବଂ କ୍ରେଡିଟ୍ କାର୍ଡ଼ ଅଫର ମଧ୍ୟ ପ୍ରଦାନ କରାଯାଏ। ଭାଗ ହେବ ଟାଟା ମୋଟର୍ସ। ଟାଟା ମୋଟର୍ସ ଲିମିଟେଡ୍ ଶୁକ୍ରବାର ଦିନ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ୍ସ NCLTର ମୁମ୍ବାଇ ବେଞ୍ଚରୁ ଏହାର ପୁନର୍ଗଠନ କାର୍ଯ୍ୟକ୍ରମ ପାଇଁ ଅନୁମୋଦନ ପାଇଛି, ଯାହା ଅକ୍ଟୋବର 1ରୁ ଏହା ଯାତ୍ରୀବାହୀ ଯାନ ଏବଂ ବାଣିଜ୍ୟ ଯାନ ବ୍ୟବହାରକୁ ପୃଥକ କରିବା ପାଇଁ ପଥ ପରିଷ୍କାର କରିଛି। NCLT ସମ୍ପୂର୍ଣ୍ଣ ବ୍ୟବସ୍ଥା ଯୋଜନାକୁ ଅନୁମୋଦନ କରିଛି,
ଯାହା ଅଧୀନରେ ଟାଟା ମୋଟର୍ସ ବାଣିଜ୍ୟ ଯାନ ବ୍ୟବସାୟକୁ TML ବାଣିଜ୍ୟ ଯାନ ଲିମିଟେଡ୍ TMLCVରେ ପୃଥକ କରାଯିବ। ଯେତେବେଳେ ଯାତ୍ରୀବାହୀ ଯାନ ବ୍ୟବସାୟକୁ ଟାଟା ମୋଟର୍ସ ଅଧୀନରେ ଏକୀକୃତ କରାଯିବ, ଯାହାର ନାଁ ଟାଟା ମୋଟର୍ସ ପାସେଞ୍ଜର ଯାନ ଲିମିଟେଡ୍ ରଖାଯିବ।